ମାନେ ଆପଣମାନେ ଯେ ଆମର ହିନ୍ଦୁ ଧର୍ମରେ ଆମ ଦେବାଦେବୀମାନଙ୍କୁ ଯେତିକି ଗୁରୁତ୍ୱ ଦେଇଥାଉ, ବୃକ୍ଷଲତାମାନଙ୍କୁ ମଧ୍ୟ ଆମେ ସେତିକି ଗୁରୁତ୍ୱ ଦେଇଥାଉ। ଯେପରି ଦେବାଦେବୀମାନେ ଆମ ପାଇଁ ପୂଜନୀୟ ଅଟନ୍ତି, ସେହିପରି ବୃକ୍ଷଲତା ମଧ୍ୟ ଆମ ହିନ୍ଦୁମାନଙ୍କ ପାଇଁ ପୂଜନୀୟ ଅଟନ୍ତି। ଆପଣମାନେ ଜାଣନ୍ତି ଯେ ଏପରି କିଛି ବୃକ୍ଷଲତା ଥାଏ ଯେଉଁ ବୃକ୍ଷଲତାରେ କି ମା ଲକ୍ଷ୍ମୀ ଏବଂ ଭଗବାନ ବିଷ୍ଣୁଙ୍କ ସହିତ ଅନ୍ୟ ଦେବାଦେବୀମାନେ ମଧ୍ୟ ବାସ କରିଥାନ୍ତି। ଏବଂ ବାସ୍ତୁଶାସ୍ତ୍ର ଅନୁସାରେ ଏପରି କିଛି ବୃକ୍ଷଲତା ରହିଛି ଯାହାକୁ ଆପଣ ନିଜ ଗୃହରେ ଲଗାଇବା ଦ୍ୱାରା ଆପଣଙ୍କ ଗୃହର ସମସ୍ତ ଦୋଷ ଦୂର ହୋଇଥାଏ ଏବଂ ଆପଣଙ୍କ ଗୃହରୁ ନକାରାତ୍ମକ ଶକ୍ତି ଗୁଡ଼ିକ ମଧ୍ୟ ଦୂର ହୋଇଯାଇଥାନ୍ତି, ଯାହାକି ଆପଣଙ୍କ ଗୃହର ଉନ୍ନତିରେ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ। ତେବେ ଆପଣମାନେ ନିଶ୍ଚୟ ଜାଣିଥିବେ ଯେ ମନି ପ୍ଲାଣ୍ଟ କେତେ ଅଧିକ ମହତ୍ତ୍ୱପୂର୍ଣ୍ଣ ଅଟେ। ଏହା ଆମକୁ ଆମର ଧନଜନିତ ସମସ୍ୟାରୁ ରକ୍ଷା କରିବା ପାଇଁ ଏବଂ ଆମ ଗୃହରେ ଧନର ବୃଦ୍ଧି କରିବା ପାଇଁ ମନି ପ୍ଲାଣ୍ଟର ଗଛ ସମସ୍ତଙ୍କ ପାଇଁ କେତେ ଉପଯୋଗୀ ଅଟେ। ତେବେ ବନ୍ଧୁମାନେ, ଆପଣ ଯଦି ଏହି ମନି ପ୍ଲାଣ୍ଟର ଗଛ ମୂଳରେ ଏହି ଗୋଟିଏ ଜିନିଷକୁ ଲୁଚାଇ ଦିଅନ୍ତି, ତେବେ ସେହି ମନି ପ୍ଲାଣ୍ଟ ଗଛର ଶକ୍ତି ଅନେକ ଗୁଣା ବଢ଼ି ଯାଇଥାଏ, ଯାହାକି ଆପଣଙ୍କୁ ଆହୁରି ଅଧିକ ଶୁଭଫଳ ପ୍ରଦାନ କରିଥାଏ। ତେବେ ବନ୍ଧୁମାନେ, ଭିଡ଼ିଓଟିରେ ଆଗକୁ ବଢ଼ିବା ପୂର୍ବରୁ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ନିଶ୍ଚିତ ଭାବରେ ସବସ୍କ୍ରାଇବ୍ କରିଦେବେ। ତ ବନ୍ଧୁମାନେ, ଆମର ହିନ୍ଦୁ ଶାସ୍ତ୍ରରେ ବରଗଛ, ଅଶ୍ୱଗଛ, ଅଁଳା ଗଛ, ଶମୀ ଗଛ, କଦଳୀ ଗଛ ଏବଂ ତୁଳସୀ ଗଛ ସହିତ ଆହୁରି ଅନେକ ଗୁଡ଼ିଏ ବୃକ୍ଷ ରହିଛି, ଯେଉଁଥିରେ ଦେବୀ ଦେବତାମାନଙ୍କର ବାସ ହୋଇଥାଏ ଏବଂ ଯେଉଁ ଗଛ ଗୁଡ଼ିକ ଆମେ ପୂଜା କରିଥାଉ ଏବଂ ଏହି ଗଛ ଗୁଡ଼ିକର ନବଗ୍ରହ ସହିତ ମଧ୍ୟ ସମ୍ବନ୍ଧ ରହିଥାଏ। ଆମ କୁଣ୍ଡଳୀରେ ରହିଥିବା ଦୋଷ ଗୁଡ଼ିକ ନିବାରଣ ପାଇଁ ମଧ୍ୟ ଏହି ଗଛ ଗୁଡ଼ିକ ଆମକୁ ସାହାଯ୍ୟ କରିଥାଏ। ତେବେ ଏହି ଗଛ ଗୁଡ଼ିକ ଆମେ ଗୃହରେ ଲଗାଇବା ଦ୍ୱାରା ଆମ ଗୃହର ସମସ୍ତ ନକାରାତ୍ମକ ଶକ୍ତି ଗୁଡ଼ିକ ଗୃହରୁ ବାହାରି ଯାଇଥାଏ ଏବଂ ତା ବଦଳରେ ଆମ ଗୃହରେ ସକାରାତ୍ମକ ଶକ୍ତିର ସଞ୍ଚାର ହୋଇଥାଏ, ଯାହା ଫଳରେ କି ଆମ ଗୃହରେ ମା ଲକ୍ଷ୍ମୀଙ୍କର ବାସ ହୋଇଥାଏ। ଆମକୁ ମା ଲକ୍ଷ୍ମୀଙ୍କର କୃପା ପ୍ରାପ୍ତି ହୋଇଥାଏ। ଆପଣମାନେ ଜାଣନ୍ତି ଯେ ଯେଉଁଠାରେ ନକାରାତ୍ମକ ଶକ୍ତି ରହିଥାଏ ସେଠାରେ ଦେବାଦେବୀମାନେ ବାସ କରିନଥାନ୍ତି, ମାତ୍ର ଯେଉଁଠାରେ ସକାରାତ୍ମକ ଶକ୍ତିର ଊର୍ଜା ରହିଥାଏ ସେହି ସ୍ଥାନରେ ସମସ୍ତ ଦେବାଦେବୀ ବାସ କରିଥାନ୍ତି, ଯାହା ଫଳରେ କି ଆମକୁ ସମସ୍ତ ଦେବାଦେବୀମାନଙ୍କର ଆଶୀର୍ବାଦ ପ୍ରାପ୍ତି ହୋଇଥାଏ। ତେବେ ସେହିପରି ଏକ ବୃକ୍ଷ ହେଉଛି ମନି ପ୍ଲାଣ୍ଟ। ତେବେ ମନି ପ୍ଲାଣ୍ଟ ଏକ ଏପରି ଗଛ ଯାହାକି ଆପଣ ପ୍ରତ୍ୟେକ ଘରେ ଦେଖିବାକୁ ପାଇବେ। ଆପଣମାନେ ଜାଣନ୍ତି ଯେ ଆପଣମାନେ ଯଦି ନିଜ ଗୃହରେ ଉନ୍ନତି ଚାହୁଁଛନ୍ତି, ନିଜ ଧନର ବୃଦ୍ଧି ଚାହୁଁଥାନ୍ତି, ତେବେ ଆପଣ ନିଜ ଗୃହରେ ମନି ପ୍ଲାଣ୍ଟ ଲଗାଇବା ଅତ୍ୟନ୍ତ ଶୁଭଙ୍କର ହୋଇଥାଏ। କାରଣ ଆପଣମାନେ ଜାଣନ୍ତି ଯେ ଏହି ଗଛଟି ଧନକୁ ନିଜ ଆଡ଼କୁ ଆକର୍ଷିତ କରିଥାଏ, ସେଥିପାଇଁ ତା'ର ନାମ ମନି ପ୍ଲାଣ୍ଟ ଅଟେ। ମାତ୍ର ବନ୍ଧୁମାନେ, ଯେତେବେଳେ କୌଣସି ଉପାୟକୁ ପାଳନ କରୁଛନ୍ତି, ତାହା ଆପଣଙ୍କୁ ସେତେବେଳେ ଶୁଭଫଳ ପ୍ରଦାନ କରିଥାଏ ଯେତେବେଳେ ଆପଣ ସେହି ଉପାୟଟିକୁ ବିଧିବିଧାନରେ ସଠିକ୍ ଭାବରେ ପାଳନ କରିଥାନ୍ତି। ସର୍ବଦା ସବୁ ଉପାୟ ଗୁଡ଼ିକୁ ଆପଣ ବିଧିବିଧାନ ସହିତ ପାଳନ କରିବା ଉଚିତ। ତେବେ ଆପଣ ଯଦି ନିଜ ଗୃହରେ ମନି ପ୍ଲାଣ୍ଟ ଲଗାଇଛନ୍ତି, ତେବେ ଆପଣଙ୍କୁ ଏହିସବୁ ନିୟମ ଗୁଡ଼ିକ ଜାଣିବା ଅତ୍ୟନ୍ତ ଜରୁରୀ ଅଟେ। ଯଦି ଆପଣ ଚାହୁଁଛନ୍ତି ଆପଣଙ୍କ ଗୃହରେ ଆପଣ ଯେଉଁ ମନି ପ୍ଲାଣ୍ଟ ଲଗାଇଛନ୍ତି ତାହା ଆପଣଙ୍କ ଗୃହର ସମସ୍ତ ନକାରାତ୍ମକ ଶକ୍ତିକୁ ନାଶ କରି ଆପଣଙ୍କ ଗୃହର ସକାରାତ୍ମକ ଶକ୍ତିର ସଞ୍ଚାର କରୁ ଏବଂ ଆପଣଙ୍କ ଗୃହକୁ ଧନର ଆକର୍ଷିତ କରୁ, ତାହା ସହ ଆପଣଙ୍କ ଗୃହର ସବୁ ବାସ୍ତୁ ଦୋଷ ଗୁଡ଼ିକ ଦୂର କରିଦେଉ, ତେବେ ଆପଣଙ୍କୁ ମନି ପ୍ଲାଣ୍ଟକୁ ତା'ର ସଠିକ୍ ଜାଗାରେ ରଖିବା ଉଚିତ। ତେବେ ମନି ପ୍ଲାଣ୍ଟ ଲଗାଇବାର ସବୁଠାରୁ ଉତ୍ତମ ଦିଗ ହେଉଛି ପୂର୍ବ, ଦକ୍ଷିଣ ଦିଗ ଏବଂ ପଶ୍ଚିମ ଦିଗ। ଏହି ଦୁଇଟି ଦିଗ ମନି ପ୍ଲାଣ୍ଟ ଲଗାଇବା ପାଇଁ ବହୁତ ସର୍ବୋତ୍ତମ ଦିଗ ଅଟେ, କାରଣ ଗୃହର ଦକ୍ଷିଣ ଦିଗରୁ ଅଧିକ ନକାରାତ୍ମକ ଶକ୍ତି ସୃଷ୍ଟି ହୋଇଥାଏ। ତେଣୁ ଆପଣ ଯଦି ଏହି ଦିଗରେ ମନି ପ୍ଲାଣ୍ଟକୁ ଲଗାଇବେ, ତେବେ ଏହା ସେଠାକାର ସମସ୍ତ ନକାରାତ୍ମକ ଶକ୍ତିକୁ ନାଶ କରିଦେଇଥାଏ ଏବଂ ଆପଣଙ୍କ ଗୃହ ଉପରେ କୌଣସି ନକାରାତ୍ମକ ଶକ୍ତିର ପ୍ରଭାବ ପଡ଼ିବାକୁ ଦେଇନଥାଏ। ଏବଂ ଆପଣ ଚେଷ୍ଟା କରନ୍ତୁ ଯେ ମନି ପ୍ଲାଣ୍ଟକୁ ଆପଣ ସର୍ବଦା ଗୃହର ମୁଖ୍ୟ ଦ୍ୱାର ମୁହଁରେ ରଖିବା ପାଇଁ। ଯଦି ଏହା ସମ୍ଭବ ହୁଏ, ତେବେ ମନି ପ୍ଲାଣ୍ଟକୁ ଆପଣ ନିଜ ଛାତ ଉପରେ ମଧ୍ୟ ରଖିପାରିବେ। ମାତ୍ର ମନେ ରଖନ୍ତୁ ଯେ ଏହାକୁ ସର୍ବଦା ସଠିକ୍ ଦିଗରେ ହିଁ ରଖିବେ। ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଯଦି ଆପଣଙ୍କ ଗୃହରେ ମନି ପ୍ଲାଣ୍ଟ ଗଛ ଅଛି, ତେବେ ତାକୁ ସର୍ବଦା ଆପଣ ସବୁଜ ରଖିବା ପାଇଁ ଚେଷ୍ଟା କରନ୍ତୁ, ଯେପରି ତାହା କେବେ ବି ଝାଉଁଳି ନଯାଏ ଏବଂ ସେଥିରେ ଯେଉଁ ପତ୍ର ଗୁଡ଼ିକ ଶୁଖିଯାଏ କିମ୍ବା ଯଦି ଗଛଟି ଶୁଖିଯାଏ, ତେବେ ତାକୁ ତୁରନ୍ତ ବଦଳାଇ ଦେବା ଉଚିତ ଏବଂ ଯଦି ସେହି ଗଛଟିର ପତ୍ର ହଳଦିଆ ପଡ଼ିଯାଏ ଏବଂ ଶୁଖିଯାଏ, ତେବେ ସେହି ପତ୍ର ଗୁଡ଼ିକ ଛିଣ୍ଡାଇ ଫୋପାଡ଼ି ଦେବା ଉଚିତ। ଆପଣମାନେ ମନେ ରଖନ୍ତୁ ଯେ ଯେମିତି ମନି ପ୍ଲାଣ୍ଟ ଆପଣଙ୍କୁ ସେତେବେଳେ ଶୁଭଫଳ ପ୍ରଦାନ କରିବ ଯେତେବେଳେ ତାହା ସମ୍ପୂର୍ଣ୍ଣ ଭାବରେ ସବୁଜ ଭରା ହୋଇଥିବ।
ଯଦି ଆପଣମାନେ ଶୁଖିଯାଇଥିବା ମନି ପ୍ଲାଣ୍ଟକୁ ନିଜ ଗୃହରେ ରଖନ୍ତି, ତେବେ ଏହା ଆପଣଙ୍କର ଉନ୍ନତିରେ ବାଧା ସୃଷ୍ଟି କରିଥାଏ। ଏହା ଆପଣଙ୍କୁ ଶୁଭ ଫଳ ବଦଳରେ ଅଶୁଭ ଫଳ ଦେଇଥାଏ। ବନ୍ଧୁମାନେ, ଆପଣ ଯେତେବେଳେ ମନି ପ୍ଲାଣ୍ଟ ଲଗାଉଛନ୍ତି, ତେବେ ଡାଳଗୁଡ଼ିକୁ ସର୍ବଦା ଉପରକୁ ବଢ଼ିବାକୁ ଦିଅନ୍ତୁ। କାରଣ ତା'ର ଡାଳଗୁଡ଼ିକ ଯେତେ ଉପରକୁ ବଢ଼ିବ, ଆପଣଙ୍କର ସେତେ ଉନ୍ନତି କରିପାରିବ। ଏହା ଆପଣଙ୍କର ଉନ୍ନତି ଏବଂ ପ୍ରଗତିକୁ ସୂଚାଇଥାଏ। ମନେ ରଖନ୍ତୁ, ଯଦି ମନି ପ୍ଲାଣ୍ଟର ଡାଳଗୁଡ଼ିକ ତଳକୁ ଅଳି ପଡ଼ିଥାଏ, ତେବେ ଆପଣଙ୍କ ଗୃହରେ ଏହା ବାସ୍ତୁଦୋଷ ସୃଷ୍ଟି କରିବ ଏବଂ ଆପଣଙ୍କ ଉନ୍ନତିରେ ମଧ୍ୟ ଏହା ବାଧାଜାତ କରିବ। ବନ୍ଧୁମାନେ, ଆପଣମାନେ ସର୍ବଦା ମନି ପ୍ଲାଣ୍ଟକୁ କାଚର କୌଣସି ଜାଗାରେ କିମ୍ବା ମାଟି ପାତ୍ରରେ ଲଗାନ୍ତୁ। ଏପରି କରିବା ଦ୍ୱାରା ମନି ପ୍ଲାଣ୍ଟ ଆପଣଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ। ମନେ ରଖନ୍ତୁ, ଯଦି ଆପଣ ମନି ପ୍ଲାଣ୍ଟକୁ କୌଣସି ଭଙ୍ଗାରୁଜା ପ୍ଲାଷ୍ଟିକ ଜିନିଷରେ କିମ୍ବା ମାଟିରେ ତଳେ ଲଗାନ୍ତି, ତେବେ ଆପଣଙ୍କ ଗୃହରେ ବାସ୍ତୁଦୋଷ ଉତ୍ପନ୍ନ ହୋଇଥାଏ। ଏପରି ଗୃହରେ ସର୍ବଦା ରାହୁ, କେତୁ ଏବଂ ଶନି ଦଶା ଲାଗିଥାଏ ଏବଂ ଗୃହର ସଦସ୍ୟମାନଙ୍କର ସର୍ବଦା ସ୍ୱାସ୍ଥ୍ୟ ସମସ୍ୟା ଦେଖିବାକୁ ମିଳିଥାଏ। ଏମିତିରେ ବି ଆମର ବାସ୍ତୁଶାସ୍ତ୍ର ଅନୁସାରେ ଆମର ନିଜ ଗୃହରେ କୌଣସି ପ୍ରକାର ଭଙ୍ଗାରୁଜା ଜିନିଷ ରଖିବା ଉଚିତ ନୁହେଁ। ଭଙ୍ଗାରୁଜା ଜିନିଷ ଆମ ଗୃହରେ ନକାରାତ୍ମକ ସୃଷ୍ଟି କରିବା ସହିତ ବାସ୍ତୁଦୋଷ ମଧ୍ୟ ସୃଷ୍ଟି କରିଥାଏ। ତେଣୁ ସର୍ବଦା ଚେଷ୍ଟା କରନ୍ତୁ ଯେ ନିଜ ଗୃହରେ ବେଶୀ ଅଦରକାରୀ କିମ୍ବା ଭଙ୍ଗାରୁଜା ଜିନିଷ ନ ରଖିବା ପାଇଁ। ଯଦି ଆପଣମାନେ ଏପରି ଭାବିଚିନ୍ତି କି ଆପଣଙ୍କ ଗୃହରେ ଯେଉଁ ଭଙ୍ଗାରୁଜା ବାସନ କିମ୍ବା ଭଙ୍ଗାରୁଜା ପାତ୍ର ରହିଥାଏ, ଆପଣ ସେଥିରେ ବୃକ୍ଷ ଲଗାଇବା ଉଚିତ, ତେବେ ଏହା ମଧ୍ୟ ଅନୁଚିତ ଅଟେ। ଆପଣ କୌଣସି ଭଙ୍ଗାରୁଜା ପାତ୍ରରେ ବୃକ୍ଷ ଲଗାଇବା ଉଚିତ ନୁହେଁ। ତେବେ ବନ୍ଧୁମାନେ, ଆପଣମାନେ ଯଦି ଆପଣଙ୍କ ଗୃହରେ ମନି ପ୍ଲାଣ୍ଟ ଗଛ ନାହିଁ ଏବଂ ଆପଣମାନେ ମନି ପ୍ଲାଣ୍ଟ ଗଛ ଲଗାଇବା ପାଇଁ ଚାହୁଁଛନ୍ତି, ତେବେ ଚେଷ୍ଟା କରନ୍ତୁ ଯେଉଁ ଲୋକଙ୍କ ଗୃହରେ ସୁଖ ସମୃଦ୍ଧି ଭରପୁର ହୋଇ ରହିଥିବ, ସେହି ଲୋକର ଘରୁ ଏକ ମନି ପ୍ଲାଣ୍ଟ ଆଣି ଲଗାଇବା ପାଇଁ। ଆପଣ ସେହି ଲୋକଙ୍କୁ ମାଗିକି ମନି ପ୍ଲାଣ୍ଟଟି ଆମେ ନିଜ ଗୃହରେ ଲଗାଇଲେ ଆପଣଙ୍କୁ ଏହା ଅତ୍ୟନ୍ତ ଶୁଭଫଳ ପ୍ରଦାନ କରିଥାଏ। ମାନେ, ଆପଣ ସର୍ବଦା ଧ୍ୟାନ ରଖନ୍ତୁ ଯେ ଆପଣ ଯେଉଁ ମନି ପ୍ଲାଣ୍ଟ ଗଛ ଲଗାଇଛନ୍ତି, ତାହାର ଡାଳଗୁଡ଼ିକ ସର୍ବଦା ଗୋଟି ଗୋଟି କରି ଉପରକୁ ବଢ଼ିବା ଦରକାର। ମନି ପ୍ଲାଣ୍ଟର ଗଛର ଡାଳ ଯେମିତି ପରସ୍ପର ସହିତ ଗୁଡ଼େଇ ନ ହୁଏ। ଏପରି ହେବା ଦ୍ୱାରା ଆପଣଙ୍କ ଗୃହର ସଦସ୍ୟମାନଙ୍କ ମଧ୍ୟରେ କଳି ଝଗଡ଼ା ଲାଗି ରହିଥାଏ। ତେବେ ଆସନ୍ତୁ ଜାଣିବା ସେହି ଚମତ୍କାରୀ ଉପାୟ ବିଷୟରେ, ଯାହାକୁ ଆପଣ ଯଦି ମନି ପ୍ଲାଣ୍ଟ ଦ୍ୱାରା କରିନିଅନ୍ତି, ତେବେ ଆପଣଙ୍କର ସବୁ ସମସ୍ୟାର ସମାଧାନ ହୋଇଯିବ। ଆପଣଙ୍କର ସବୁ ମନସ୍କାମନା ପୂର୍ଣ୍ଣ ହେବା ସହିତ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ମଧ୍ୟ ଆଶୀର୍ବାଦ ପ୍ରାପ୍ତ ହେବ। ତେବେ ଆପଣମାନେ ମନେ ରଖନ୍ତୁ ଯେ ଆପଣ ଯେଉଁଦିନ ମନି ପ୍ଲାଣ୍ଟ ଲଗାଇବେ, ଯେପରି ଶୁକ୍ରବାର ଦିନ ହିଁ ଆପଣ ମନି ପ୍ଲାଣ୍ଟ ଗଛ ଲଗାଇବେ। ଏପରି କରିବା ଦ୍ୱାରା ଆପଣଙ୍କୁ ଏହାର ଶୁଭଫଳ 100 ଗୁଣ ଅଧିକ ପ୍ରାପ୍ତି ହୋଇଥାଏ। ଏହା ସହିତ ଶୁକ୍ରବାର ଦିନ ଆପଣ ମନି ପ୍ଲାଣ୍ଟ ମୂଳରେ କିଛି କଞ୍ଚା କ୍ଷୀର ଅର୍ପଣ କରନ୍ତୁ। ତେବେ ବନ୍ଧୁମାନେ, ଆପଣମାନେ ଶୁକ୍ରବାର ଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ସ୍ନାନ କାର୍ଯ୍ୟ ସମାପନ କରି ମା ଲକ୍ଷ୍ମୀଙ୍କୁ ବିଧିବିଧାନ ସହିତ ପୂଜା କରନ୍ତୁ ଏବଂ ଆପଣ ଏକ ଲାଲି ରଙ୍ଗର କପଡ଼ା ନିଅନ୍ତୁ। ଏହାକୁ ମା ଲକ୍ଷ୍ମୀଙ୍କର ଚରଣ ପାଖରେ ରଖି ସିନ୍ଦୁର ଚନ୍ଦନ ଦେଇ ତାକୁ ବିଧିବିଧାନର ସହିତ ପୂଜା କରନ୍ତୁ। ତାପରେ ଏହି ଲାଲି କପଡ଼ାକୁ ନେଇ ଆପଣ ମନି ପ୍ଲାଣ୍ଟ ମୂଳରେ ବାନ୍ଧି ଦିଅନ୍ତୁ। ଏହାପରେ ଆପଣ ମନି ପ୍ଲାଣ୍ଟ ମୂଳରେ କଞ୍ଚା କ୍ଷୀର ଏବଂ ଜଳ ଅର୍ପଣ କରନ୍ତୁ ଏବଂ ଏତିକି କାମ କରିସାରିବା ପରେ ଆପଣ ମା ଲକ୍ଷ୍ମୀଙ୍କ ନିକଟରେ ନିଜ ଗୃହର ଉନ୍ନତି ଏବଂ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି ପାଇଁ ମା ଲକ୍ଷ୍ମୀଙ୍କୁ ପ୍ରାର୍ଥନା କରନ୍ତୁ। ମା ଲକ୍ଷ୍ମୀଙ୍କୁ ନିଜର ମନସ୍କାମନା ଜଣାନ୍ତୁ। ଯଦି ଆପଣ ଲଗାତାର ଭାବରେ 4ଟି ଶୁକ୍ରବାର ପର୍ଯ୍ୟନ୍ତ ଏହି ଉପାୟଟି ପାଳନ କରନ୍ତି, ତେବେ ଆପଣଙ୍କୁ ନିଶ୍ଚୟ ଭାବରେ ଏହାର ଶୁଭଫଳ ପ୍ରାପ୍ତି ହେବ। ତେବେ ବନ୍ଧୁମାନେ, ଏହା ଥିଲା ମନି ପ୍ଲାଣ୍ଟ ସହ ଜଡ଼ିତ କିଛି ଉପାୟ, ଯାହା ଆପଣଙ୍କୁ ମା ଲକ୍ଷ୍ମୀଙ୍କର ଆଶୀର୍ବାଦ ପ୍ରାପ୍ତି କରାଇବାରେ ସହାୟକ ହେବ ଏବଂ ଆପଣଙ୍କ ଗୃହରେ ଧନଜନିତ ସମସ୍ୟାକୁ ମଧ୍ୟ ଦୂର କରିଦେଇପାରିବ। ତେବେ ବନ୍ଧୁମାନେ, ମୋର ଯଦି ଏହି ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓଟିକୁ ଲାଇକ୍ କରି ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦେବେ।